ଗୋଟିଏ ଜଙ୍ଗଲ ପାଖରେ ଛୋଟ ଗାଁଟି ଥିଲା। ସେହି ଗାଁରେ ଖୁବ୍ ଅଳ୍ପ ଘର ଥିଲା। ଜଙ୍ଗଲ ପାଖକୁ ଲାଗି ଗୋଟେ ଛୋଟ ଘରଟେ ଥିଲା। ଘର ପାଖରେ ରହୁଥିଲେ ଟୁଆଁ ଆଉ ଟୁଇଁ। ଦିନେ ଟୁଆଁ ଆଉ ଟୁଇଁର ମା ତା ମାମୁଁ ଘରକୁ ଚାଲିଗଲା। ଟୁଆଁ ଟୁଇଁ ଏକା ଥାଆନ୍ତି। ସେମାନେ ଭାବିଲେ ଆଜି ଆମେ ପିଠା କରି ଖାଇବା। ମା ତ ଆଜି ଘରେ ନାହିଁ, ତାହେଲେ ଆମେ ଦୁଇ ଜଣ ପିଠା ରାନ୍ଧି ଖାଇବା। ତ ଦୁଇ ଜଣଙ୍କର ମନ ପିଠା ଖାଇବା ପାଇଁ ବଳିଲା। କିନ୍ତୁ ଏପଟେ ଟୁଇଁ ଯାଇ ଦେଖେ, ଆରେ ଟୁଆଁ, ମୁଁ ବିରି ବାଟୁଛି, ତୁ ବାଘ ମାମୁଁ ଘରୁ ଯାଇ ଜାଳ ନେଇକି ଆସେ। ତାପରେ ଟୁଆଁ ଜାଳ ଆଣିବା ପାଇଁ ବାଘ ମାମୁଁ ଘରକୁ ଗଲା। ତାପରେ ଟୁଆଁ ଚାଲିଲା ବାଘ ମାମୁଁ ଘର ଆଡ଼କୁ। ସେଠି ପହଞ୍ଚି ଜାଳ ସାଉଁଟୁଥାଏ। ଏହି ସମୟରେ ବାଘ ମାମୁଁ ଟୁଆଁକୁ ଦେଖିଲା। ଦେଖି ପାଟି କରି କହିଲା, କିଏ ସେଠି? ଆରେ ସେଠି ଜାଳ ଖୁଣ୍ଡଉଛି କିଏ? ସେଠି ଜାଳ ସାଉଁଟୁଛି କିଏ? କିଏ ସେଠି? ମୁଁ ଟୁଆଁ, ଜାଳ ନେଇତେ ଆସିଛି, ପିଠା କରିମି। କଣ ପିଠା କରିବ ଟୁଆଁ? ଆରିସା ପିଠା। ଆରିସା ପିଠା କଥା ଶୁଣି ବାଘ ଲୋଭ ପଶିଲା। ସେ ମଧ୍ୟ ଆସି ଟୁଆଁକୁ ଜାଳ ସାଉଁଟିବାରେ ସାହାଯ୍ୟ କଲା। ସବୁ ଜାଳ ଯାକ ସାଉଁଟି ବାଘ ଟୁଆଁ ମୁଣ୍ଡରେ ଦେଇଦେଲା। ଟୁଆଁ ଜାଳ ସବୁ ନେଇ ଘରକୁ ଫେରି ଆସିଲା। ତାପରେ ଟୁଆଁ ଆଉ ଟୁଇଁ ଦୁଇ ଜଣ ମିଶି ପିଠା ତିଆରି କଲେ। ଟୁଆଁ ରାନ୍ଧୁଥାଏ, ଟୁଇଁ ଖାଉଥାଏ। ଟୁଇଁ ରାନ୍ଧୁଥାଏ, ଟୁଆଁ ଖାଉଥାଏ। ଏମିତି କଥା ହେଉଥାନ୍ତି, ଖାଉଥାନ୍ତି। ବଡ଼ ଖୁସିରେ ଏମିତି ଚାଲିଥାଏ। ଏମିତି ଖାଉ ଖାଉ ସବୁତକ ପିଠା ସରିଗଲା। ତାପରେ ଟୁଆଁ କହିଲା, ଆରେ ବାଘ ମାମୁଁ କହିଥିଲା ପିଠା ଖାଇବ, ପିଠା କାହିଁ? ଏ କଥା ଶୁଣି ଟୁଇଁର ହୁସ୍ ଉଡ଼ିଗଲା। ଟୁଇଁ କହିଲା, ଆରେ ଟୁଆଁ, ମୋତେ ଏ କଥା ଆଗରୁ କହିଲୁଣି, ଏବେ କ'ଣ କରିବା? ଟୁଆଁ କଥା ଶୁଣି ଟୁଇଁର ହୁସ୍ ଉଡ଼ିଗଲା। ସିଏ ଯାଇ ଦେଖିଲା ପିଠା କରିବା ଜିନିଷ ଆଉ କିଛି ବି ନାହିଁ। ଏବେ ସେମାନେ କ'ଣ କରିବେ? ଏହା ଭାବୁ ଭାବୁ ତାଙ୍କ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ଟୁଆଁ ଟୁଇଁ ମନସ୍ଥ କଲେ ଯେ ଆମେ ବାଘ ମାମୁଁ ପାଇଁ ଗୋବର ପିଠା ତିଆରି କରିବା। ତେଣୁ ଟୁଆଁ ଚାଲିଲା ଗୋବର ଆଣିବା ପାଇଁ, ଟୁଇଁ ଚାଲିଲା ଗୁଡ଼ି ଆଣିବା ପାଇଁ। ତାପରେ ଗୋବର ଆଉ ଗୁଡ଼ିକି ମିଶାଇ ପିଠା ତିଆରି କଲେ। ପିଠା ତିଆରି ସରିଲା ପରେ ସେମାନେ ଗୋଟିଏ ଛୋଟ ହାଣ୍ଡିରେ ପିଠାତକ ରଖି ତାକୁ ଚୁଲି ଉପରେ ରଖିଦେଲେ। ଆଉ ସେମାନେ ଗୋଟିଏ ବଡ଼ ହାଣ୍ଡି ଭିତରେ ଯାଇ ଲୁଚି ଗଲେ। ସନ୍ଧ୍ୟା ହେଲା। ବାଘ ମାମୁଁ ବଡ଼ ଖୁସିରେ ଟୁଆଁ ଟୁଇଁ ଘର ଆଡ଼କୁ ଚାଲୁଥାଏ। ମନେ ମନେ ଭାବୁଥାଏ, ଆଜି ମୁଁ ଆରିସା ପିଠା ଖାଇବି। ବହୁତ ଦିନ ହେଲା ଆରିସା ପିଠା ଖାଇନଥିଲି। ଯାଇ ଟୁଆଁ ଟୁଇଁ ଘରକୁ ଯାଇ ଶୀଘ୍ର ଯିବି। ସେଠି ଗଲେ ମୋତେ ଆରିସା ପିଠା ଖାଇବି। ଏମିତି ଭାବୁ ଭାବୁ ବାଘ ପହଞ୍ଚିଲା ଟୁଆଁ ଟୁଇଁ ଘରେ। ଯାଇ ଦେଖିଲା ଟୁଆଁ ଟୁଇଁ ଘରେ କେହି ନାହାନ୍ତି। ଚାରିଆଡ଼େ ଖୋଜିଲା। ଖୋଜି ଖୋଜି ଭାବିଲା, ଏ ଟୁଆଁ ଟୁଇଁ କୁଆଡ଼େ ଗଲେ? ମୋ ପାଇଁ ପିଠା ରଖିଛନ୍ତି ନା ନାହିଁ? ଆହା, ଏଇ ତ ଚୁଲି ଅଛି। ଆଉ ଏଇ ଚୁଲି ଉପରେ ହାଣ୍ଡି ଗୋଟେ ବସିଛି। ଆଉ ଏଇ ହାଣ୍ଡି ଭିତରେ ତାହେଲେ ପିଠା ଅଛି। ଆଉ ଯାଏ ଏଇ ହାଣ୍ଡି ଭିତରେ ପିଠାକ ସବୁ ଖାଇଦେବି। ବାଘ ବହୁତ ଭୋକିଲା ଥାଏ। ସେ ଦୌଡ଼ି ଯାଇ ଆଉ କିଛି ନ ଭାବି ନ ଶୁଣି ହାଣ୍ଡି ଭିତରେ ଥିବା ପିଠା ଗୁଡ଼ାକ କଡ଼ମଡ଼ କରି ସବୁ ଖାଇଗଲା। ସିଏ ଯେଉଁ ଗୁଡ଼ି ଗୁଡ଼ାକ ବାଘ ଦାନ୍ତରେ ଲାଗି ସବୁ ଦାନ୍ତ ଗୁଡ଼ାକ ଭାଙ୍ଗିଗଲା। ବାଘ ଏକାଥରେ ରାଗି ପଞ୍ଚମ। ପୁରା ରାଗି ଯାଇ, ଏ ଟୁଆଁ ଟୁଇଁ କୁଆଡ଼େ ଗଲେ? ମୋ ପାଇଁ ଗୋଡ଼ି ପିଠା କରିଛନ୍ତି, ତାଙ୍କୁ ଆଜି ମୁଁ ଛାଡ଼ିବିନି। କୁଆଡ଼େ ଗଲେ? ମୁଁ ତାଙ୍କୁ ଆଜି ଖାଇଦେବି। ଏ କଥା କହୁ କହୁ ବାଘ ସବୁଆଡ଼େ ଚାହିଁଲା, କୁଆଡ଼େ ବି ଟୁଆଁ ଟୁଇଁ ନାହାନ୍ତି। ରାଗି ଯାଇ ପାଖରେ ଥିବା ଗୋଟେ ହାଣ୍ଡି ଧରି
କହିଲା ଏଇ ହାଣ୍ଡିଟାକୁ ମୁଁ ନେଇ ପଳେଇଯିବି। ହାଣ୍ଡି ଧରି ବଣ ଆଡ଼କୁ ଚାଲିଲା। କିନ୍ତୁ ଟୁଆଁ ଟୁଇଁ ମଧ୍ୟ ସେଇ ହାଣ୍ଡି ଭିତରେ ଲୁଚିଥାନ୍ତି। ଏପଟେ ତାଙ୍କର ଚିନ୍ତା ପଡ଼ିଲା, ବାଘ ମାମୁଁ ହାବୁଡ଼ରେ ଯଦି ପଡ଼ିବେ ତାହେଲେ ବାଘ ମାମୁଁ ସେ ଦୁଇ ଜଣଙ୍କୁ ଖାଇଦେବ। ଏପଟେ ଟୁଆଁ ଟୁଇଁର ଚିନ୍ତା ପଡ଼ିଲା, ଭାବିଲେ ଯଦି ବାଘ ମାମୁଁ ଜାଣିବ ତାହେଲେ ଆମକୁ ଖାଇଦେବ। କ'ଣ କରିବେ ଏପଟେ ଭାବୁଥାନ୍ତି। ଏ କଥା ଭାବୁ ଭାବୁ ଟୁଆଁ ଟୁଇଁକି କହୁଛି, ଟୁଇଁ ମୋତେ ଜୋରସେ ପାଡ଼ ଲାଗିଛି। ଟୁଆଁକୁ ବଡ଼ ଜୋର ପାଡ଼ ଲାଗିଛି। ସିଏ ଆଉ କ'ଣ କରିବ? ଏଇ କଥା ଭାବୁ ଭାବୁ ଟୁଆଁ ଆଉ ପାଡ଼ ସମ୍ଭାଳି ପାରିଲା ନାହିଁ। ଢଁ କରି ପାଡ଼ଟେ ପାଡ଼ିଦେଲା। ବାଘ ମାମୁଁ କାନ ପାଖରେ ପାଡ଼ ଫାଡ଼ିଯିବାରୁ ବାଘ ମାମୁଁ ଭାବିଲା ତା ଉପରେ ଗୋଟେ କିସ ପଡ଼ିଗଲା। ଆଖପାଖରେ ହାଣ୍ଡିଟିକୁ କଚାଡ଼ି ଦେଇ ଦୌଡ଼ି ଦୌଡ଼ି ଜଙ୍ଗଲ ମଧ୍ୟକୁ ପଳେଇଗଲା। ଆଉ ସେଇଠୁ ସିଏ ଆଉ ଟୁଆଁ ଟୁଇଁ ଘର ଆଡ଼କୁ ଆଉ ଆସନ୍ତି ନାହିଁ। ଟୁଆଁ ଟୁଇଁ ମଧ୍ୟ ଆଉ ଜଙ୍ଗଲକୁ ଯାଆନ୍ତି ନାହିଁ। ଏ ଗପଟି ଏତିକି। ଫୁଲ ଫୁଟେ କେତକୀ।